ଏହି ସାତଟି ସଂକେତ କହିଥାଏ ଆପଣ ଜନ୍ମ ହେବା ପୂର୍ବରୁ ନର୍କରେ ଥିଲେ। ବନ୍ଧୁଗଣ, ମଣିଷର ମୃତ୍ୟୁ ପରେ ତାର କର୍ମ ଅନୁଯାୟୀ ସ୍ୱର୍ଗ ବା ନର୍କ ପ୍ରାପ୍ତ ହୋଇଥାଏ। ଗରୁଡ଼ ପୁରାଣ ଅନୁଯାୟୀ ମଣିଷର ମୃତ୍ୟୁ ପରେ କେଉଁ ଦଣ୍ଡ ମିଳିଥାଏ ତାହା ବିଷୟରେ ବିସ୍ତାର ଭାବେ କୁହାଯାଇଛି। ଆଜି ଆମେ ଆପଣଙ୍କୁ ପୂର୍ବ ଜନ୍ମ ପରେ ନର୍କ ଯାଇଥିଲେ କି ନାହିଁ ଏମିତି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ। ଏହି ସମ୍ପର୍କରେ ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁଙ୍କୁ ଗରୁଡ଼ ପଚାରିଥିଲେ, ହେ ଭଗବାନ, ଯେବେ ଆତ୍ମା କରିଥିବା କର୍ମ ଆଧାରରେ ନର୍କ ଯାତନା ପାଇଥାଏ ତେବେ ପରବର୍ତ୍ତୀ ଜନ୍ମରେ କେଉଁ ଜନ୍ମ ମିଳିଥାଏ? ଏହି ପ୍ରଶ୍ନର ଉତ୍ତର ଦେଇ ଭଗବାନ ବିଷ୍ଣୁ କହିଥିଲେ ଯେ ନର୍କରେ ପାପର ଦଣ୍ଡ ଭୋଗିବା ପରେ ଯେବେ ଆତ୍ମାର ପୁଣି ଥରେ ଜନ୍ମ ହେବାର ସମୟ ଆସିଥାଏ ତେବେ ତାର କର୍ମର ପ୍ରଭାବ ରହିଥାଏ। ଏହି ଆଧାରରେ ମଣିଷକୁ ନୂଆ ଜନ୍ମ ମିଳିଥାଏ। ତେବେ ସେହି ସାତଟି ଲକ୍ଷଣ ହେଉଛି: 1. ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ବ୍ରହ୍ମହତ୍ୟା କରିଥାଏ ସେ ଆଗାମୀ ଜନ୍ମରେ ରୋଗୀ ହୋଇଥାଏ। ଯେଉଁ ବ୍ୟକ୍ତି ଗୋହତ୍ୟା, କନ୍ୟାର ହତ୍ୟା, ଗର୍ଭପାତ କରିଥାଏ ତାଙ୍କର ଜନ୍ମ ଚଣ୍ଡାଳ ରୂପରେ ହୋଇଥାଏ। 2. ମହିଳାଙ୍କର ଶୋଷଣ କରୁଥିବା କେଉଁ ରୂପରେ ମହିଳାକୁ ନିର୍ଯାତନା ଦେଉଥିବା ବ୍ୟକ୍ତି ଆଗାମୀ ଜନ୍ମରେ ଭୟଙ୍କର ରୋଗର ଶିକାର ହେବାକୁ ପଡ଼ିଥାଏ। ଗୁରୁଙ୍କ ସ୍ତ୍ରୀ ସହ ସମ୍ପର୍କ ରଖୁଥିବା ବ୍ୟକ୍ତି କୃଷ୍ଣ ରୋଗୀ ହୋଇଥାନ୍ତି। 3. ଗରୁଡ଼ ପୁରାଣ ଅନୁଯାୟୀ ମଦ୍ୟପାନ କରୁଥିବା ବ୍ୟକ୍ତିର ଦନ୍ତକାଳ ହୋଇଥାଏ। ଅନ୍ୟକୁ ନ ଦେଇ ମିଠା ଖାଉଥିବା ବ୍ୟକ୍ତି ପରଜନ୍ମରେ ଗଳାଜନିତ ରୋଗର ଶିକାର ହୋଇଥାଏ। 4. ଗର୍ବ କରି ଗୁରୁଙ୍କର ଅପମାନ ବା ନିରାଦର କରୁଥିବା ବ୍ୟକ୍ତି ହରିଣ ରୂପ ନେଇଥାଏ। ବେଦଶାସ୍ତ୍ରକୁ ନିନ୍ଦା କରୁଥିବା ବ୍ୟକ୍ତି, ମିଛ କହୁଥିବା ବ୍ୟକ୍ତି ଜନ୍ମରୁ ଅନ୍ଧ। ଗାଈକୁ ଲାତ ମାରୁଥିବା, ମାଡ଼ ମାରୁଥିବା ବ୍ୟକ୍ତି ଲେଙ୍ଗଡ଼ା ଭାବେ ଜନ୍ମ ନେଇଥାନ୍ତି। 5. ରତ୍ନ ଚୋରି କରୁଥିବା ବ୍ୟକ୍ତି ପରବର୍ତ୍ତୀ ଜନ୍ମରେ ମାନସିକ ରୋଗୀ। ସୁନା ଚୋରି କରୁଥିବା ବ୍ୟକ୍ତି ନଖ ସମସ୍ୟା। ଅନାଜ ଚୋରି କରୁଥିବା ବ୍ୟକ୍ତି ମୂଷା। ପାଣି ଚୋରି କରୁଥିବା ବ୍ୟକ୍ତି ଚାତକ। ବିଷ ଚୋରି କରୁଥିବା ବ୍ୟକ୍ତି ବିଛା ଜନ୍ମ ନେଇଥାନ୍ତି। 6. ପୂର୍ବ ଜନ୍ମରେ ସାମୟୀ ପ୍ରତିବର୍ତ୍ତା ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ସହ ସମ୍ପର୍କ ରଖିଥାଏ, ନର୍କରେ ଦଣ୍ଡ ଭୋଗିଥାଏ। ପରେ ତେବେ ମଣିଷ ଜନ୍ମ ପାଇବା ପରେ ଖରାପ ସ୍ତ୍ରୀ ମିଳିଥାଏ। 7. କେହି ପୂର୍ବ ଜନ୍ମରେ ଦାନ ପୁଣ୍ୟ ନ କରିଥିବା ବା ଏକା ଅନ୍ନ ଭୋଜନ କରିଥିବା ବା କେବେ ଗରିବର ସାହାଯ୍ୟ କରିନଥିବା ତେବେ ସେ ନର୍କରେ ଦଣ୍ଡ ପାଇବା ପରେ ନିଜର ଆଗାମୀ ଜନ୍ମରେ ଏକ ଦାନା ପାଇବାକୁ ତାରସିଥାନ୍ତି। ଏମାନଙ୍କର କୌଣସି ସନ୍ତାନ ନଥାଏ। ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ବା ଭିଡ଼ିଓଟି ଭଲ ଲାଗିଥିଲେ ସାଙ୍ଗସାଥିମାନଙ୍କ ସହ ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।